ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ଝୁଲଣା ବହିର ସଭିଏ ହେଲେ ଖୁସି କବିତାଟିକୁ ପଢ଼ିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି କବିତାଟି ଆମେ ଆବୃତ୍ତି କରିବା। ପଲ୍ଲବୀ ପ୍ଲାବନ ଭାଇ ଭଉଣୀ ମନରେ କଲେ ବିଚାର, ମୁରୁଜ ଆଣିବେ ଝୋଟି ପକାଇବେ କରିବେ ଘର ସୁନ୍ଦର। ଦେଖ ପିଲାମାନେ, ପଲ୍ଲବୀ ପ୍ଲାବନ ଭାଇ ଭଉଣୀ, ପଲ୍ଲବୀ ଭଉଣୀ ପ୍ଲାବନ ଭାଇ, ଏହି ଦୁଇ ଭାଇ ଭଉଣୀ ମନରେ ବିଚାର କଲେ। କ'ଣ ବିଚାର କଲେ? ସେମାନେ ବିଚାର କଲେ ମୁରୁଜ କିଣି ଆଣିବେ, ଝୋଟି ପକାଇବେ ଏବଂ ଘରକୁ ସୁନ୍ଦର କରିବେ। ଝୋଟି ପକାଇ ଘରକୁ ସୁନ୍ଦର କରିବେ ବୋଲି ମନରେ ବିଚାର କଲେ। କିଏ ମନରେ ବିଚାର କଲେ? ପଲ୍ଲବୀ ଏବଂ ପ୍ଲାବନ। ଏମାନେ ଭାଇ ଭଉଣୀ, ଦୁଇ ଭାଇ ଭଉଣୀ ବିଚାର କଲେ ମୁରୁଜ ଆଣିବେ, ଝୋଟି ପକାଇବେ। ତାପରେ ଯିବା ଦ୍ୱିତୀୟ ପଂକ୍ତିକୁ। କ'ଣ ଲେଖା ହେଇଛି? ସାଇକେଲ ଚଢ଼ି ଭାଇକୁ ବସାଇ ପଲ୍ଲବୀ ବଜାର ଗଲା, ନାଲି ହଳଦିଆ ନୀଳ ଘନ ନୀଳ ସବୁଜ ରଙ୍ଗ କିଣିଲା। ଦେଖ ପିଲାମାନେ, ସାଇକେଲ ଚଢ଼ି ଭାଇକୁ ବସାଇ ପଲ୍ଲବୀ ବଜାର ଗଲା। ସାଇକେଲ ଚଢ଼ିଲା, ଭାଇକୁ ବସାଇ ପଲ୍ଲବୀ ବଜାର ଗଲା। ଭାଇର ନାଁ କ'ଣ? ଭାଇର ନାଁ ପ୍ଲାବନ, ନା କି? ପଲ୍ଲବୀ ପ୍ଲାବନ ବଜାରକୁ ଗଲେ। କ'ଣ ଆଣିବା ପାଇଁ ଗଲେ? ରଙ୍ଗ କିଣିବାକୁ ଗଲେ। ପଲ୍ଲବୀ ବଜାର, ଭାଇକୁ ବସାଇ ପଲ୍ଲବୀ ବଜାର ଗଲା। ସାଙ୍ଗରେ କ'ଣ? ନାଲି ହଳଦିଆ ନୀଳ ଘନ ନୀଳ ସବୁ ରଙ୍ଗ କିଣିଲା। ସେ କେଉଁ ରଙ୍ଗ କିଣିଲା? ନାଲି ହଳଦିଆ ନୀଳ ଘନ ନୀଳ ସବୁ ପ୍ରକାର ରଙ୍ଗକୁ ସେ କିଣିଲା। ତାପରେ ଦେଖ ପିଲାମାନେ, ପ୍ଲାବନ ଦେଖିଲା ପାଖ ଦୋକାନରେ ଧଳା ବାଇଗଣି ଅଛି, ଭଉଣୀକୁ ଡାକି କାନେ କହିଦେଲା ଏଥିରୁ ନେବା ତ କିଛି। ପ୍ଲାବନ ଦେଖିଲା ଗୋଟିଏ ପାଖ ଦୋକାନରେ ଧଳା ବାଇଗଣି ରଙ୍ଗ ସବୁ ଅଛି। ଧଳା ରଙ୍ଗର ବାଇଗଣି ରଙ୍ଗର ରଙ୍ଗ ରହିଛି। ତେଣୁ ଭଉଣୀକୁ ଡାକି କାନରେ କହିଦେଲା, ଏଥିରୁ ନେବା ତ କିଛି, କିଛି ନେବା, ଆମେ ରଙ୍ଗ କରିବା। ତାପରେ ଦେଖ, ସାତ ରଙ୍ଗ ଧରି ତର ତର ହୋଇ ଘରକୁ ଆସିଲେ ଧାଇଁ, ଆଙ୍କି ପକାଇଲେ ଭଳି ଭଳି ଛବି ହାତର ପରଶ ଦେଇ। ତାପରେ ସେମାନେ ଘରକୁ ଆସିଲେ। ସାତ ରଙ୍ଗର, ଯେମିତି ସାତଟା ରଙ୍ଗ, ଇନ୍ଦ୍ରଧନୁରେ ଯେପରି ସପ୍ତ ରଙ୍ଗ ରହିଛି, ବାଘ ନିଶ ହ ନା ଲା, ନାଇଁ କି? ସାତଟି ରଙ୍ଗ ବିଷୟରେ ତମେ ଜାଣିଥିବ। ବାଇଗଣି, ଘନ ନୀଳ, ବାଘ ନିଶ। ପିଲାମାନେ ଏଇଟା ମନେ ରଖ। ବାଇଗଣି, ବାଇଗଣି। ଘନ ନୀଳ, ଘନ ନୀଳ ବାଘ। ନି ମାନେ ନୀଳ, ନୀଳ ବାଘ ନି। ସରେ ସବୁଜ, ସବୁଜ ବାଘ ନିଶ। ହରେ ହଳଦିଆ, ହଳଦିଆ। ନାରେ ନାରଙ୍ଗୀ, ନାରେ ନାରଙ୍ଗୀ। ଲାରେ ଲାଲ। ଏହିପରି ସାତ ରଙ୍ଗ। ଇନ୍ଦ୍ରଧନୁର ସାତଟି ରଙ୍ଗ ରହିଛି। ଆମେ ଶୁଣିଛେ, ଜାଣିଛେ, ଇନ୍ଦ୍ରଧନୁ ଆକାଶରେ ଦେଖିଛେ। କେଉଁଠି ଦେଖିଛେ? ଆକାଶରେ ଯେତେବେଳେ ମେଘ ଥାଏ ଏବଂ ତାର ବିପରୀତ ଦିଗରେ ଯେତେବେଳେ ଖରା ପଡ଼ୁଥାଏ, ସେହି ସମୟରେ ଆମେ ଇନ୍ଦ୍ରଧନୁ ଦେଖିବାକୁ ପାଉ। ଆଉ ପିଲାମାନେ, ତୁମେ ଜାଣିଛ ଇନ୍ଦ୍ରଧନୁ ଦେଖିବାକୁ ଭାରି ମଜା ଲାଗେ ନା? ଇନ୍ଦ୍ରଧନୁ ଦେଖିବା ପାଇଁ ଆମକୁ ବହୁତ ଖୁସି ଲାଗେ। ସାତଟା ରଙ୍ଗ ହୋଇଥିବ, ସେହି ରଙ୍ଗକୁ ଦେଖି ଆମକୁ ଖୁସି ଲାଗେ। ସେମିତି ଭାଇ ଭଉଣୀ ସାତ ରଙ୍ଗ ଧରି ତର ତର ହୋଇ ଘରକୁ ଆସିଲେ, ଆଙ୍କି ପକାଇଲେ
ଭଳି ଭଳି ଛବି ଭିନ୍ନ ଭିନ୍ନ ଭଳି ଭଳି ଭିନ୍ନ ଭିନ୍ନ ଛବି ହାତରେ ଆଙ୍କି ପକାଇଲେ। ବାପା ମା ସାଙ୍ଗେ ସାରା ପରିବାର ଝୋଟିକୁ ଦେଖିଲେ ଆସି। ପଡ଼ୋଶୀ ଦେଖିକି ଧନ୍ୟ ଧନ୍ୟ କଲେ ସଭିଏ ହୋଇଲେ ଖୁସି। ଦେଖ ବାପା ମା ସାଙ୍ଗରେ ସାରା ପରିବାର ଝୋଟିକୁ ଆସି ଦେଖିଲେ। ପିଲାମାନେ କେତେ ଖୁସିରେ ଝୋଟିକୁ ତିଆରି କରିଥିଲେ। ଦେଖିବାକୁ ଭାରି ସୁନ୍ଦର ଦେଖାଯାଉଥିଲା। ତେଣୁ ସାରା ପରିବାର ଦେଖିଲେ। ତାଙ୍କର ପଡ଼ୋଶୀ ଅର୍ଥ କ'ଣ? ଆମର ଘର ପାଖରେ ଯେଉଁମାନେ ରହନ୍ତି ତାକୁ ପଡ଼ୋଶୀ କୁହାଯାଏ। ପଡ଼ୋଶୀ କହିଲେ କ'ଣ ବୁଝ? ଆମ ଘର ପାଖରେ ଯେଉଁମାନେ ରହନ୍ତି ସେମାନଙ୍କୁ ଆମେ ପଡ଼ୋଶୀ ବୋଲି କହୁ। ତେଣୁ ସେହି ପଡ଼ୋଶୀମାନେ ମଧ୍ୟ ଆସିଲେ ଆଉ ଏ ପିଲାଙ୍କର ଝୋଟି ଦେଖିଲେ। ଝୋଟି ଦେଖି ବହୁତ ଖୁସି ହେଲେ। ତେଣୁ କବିତାର ନାଁ ଦିଆଯାଇଛି ସଭିଏ ହୋଇଲେ ଖୁସି। କାହିଁକି କବିତାର ନାଁ ସଭିଏ ହୋଇଲେ ଖୁସି? ନା ପିଲା ଦୁଇଟି ଚିତ୍ର ଆଙ୍କିବାକୁ ଇଚ୍ଛା କରିଥିଲେ। ତେଣୁ କ'ଣ କରିବେ ଭାବିଲେ? ସେମାନେ ବଜାରକୁ ଯାଇ ରଙ୍ଗ କିଣିବେ। ରଙ୍ଗ ଆଣି ବିଭିନ୍ନ ପ୍ରକାର ଝୋଟି କରିବେ ବୋଲି ଭାବିଥିଲେ। ତେଣୁ ସାଇକେଲରେ ଦୁଇ ଭାଇ ଭଉଣୀ ଗଲେ। ବଜାରରୁ କିଣି ଆଣିଲେ ବିଭିନ୍ନ ପ୍ରକାର ରଙ୍ଗ। 7 ରଙ୍ଗ ନେଇ ଧରି ଆସିଲେ। ସପ୍ତରଙ୍ଗ ଧରି ଆସିଲେ। ଭଳି କି ଭଳି ଭିନ୍ନ ଭିନ୍ନ ଝୋଟି ପକାଇଲେ ଆଉ ଝୋଟିରେ ରଙ୍ଗ ଦେଲେ। ସେହି ଝୋଟି ଦେଖି ସମସ୍ତେ ଖୁସି ହେଲେ। ତେଣୁ ସାହି ପଡ଼ିଶା ନିଜ ପରିବାର ଲୋକ ସାଙ୍ଗସାଥି ସମସ୍ତେ ଆସି ଦେଖିଲେ। ସମସ୍ତେ ଖୁସି ହେଲେ। ପିଲାଙ୍କର ଏଇ କାର୍ଯ୍ୟକ୍ରମ ଦେଖି ବା ଏଇ ଚିତ୍ର ଦେଖି ସମସ୍ତେ ଖୁସି ହୋଇଗଲେ। ବର୍ତ୍ତମାନ ପିଲାମାନେ ଏହାର ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା, ନିଜ ଖାତାରେ ଲେଖିବା। ଦେଖ ପିଲାମାନେ, ପ୍ରଥମ ପ୍ରଶ୍ନ, ଆସ କଥା ହେବା। କ ନମ୍ବର, ପ୍ଲାବନ କିପରି ବଜାରକୁ ଗଲା? ଏହାର ଉତ୍ତର ଲେଖିବା। ପ୍ଲାବନ ତାର ଭଉଣୀକୁ ନେଇ ସାଇକେଲ ନେଇ ବଜାରକୁ ଗଲା। ପ୍ଲାବନ ତାର ଭଉଣୀକୁ ନେଇ ବଜାରକୁ ଗଲା। ଖ ନମ୍ବର, ନାଲି ରଙ୍ଗର 3ଟି ଜିନିଷ ନାମ କୁହ। ନାଲି ରଙ୍ଗର 3ଟି ଜିନିଷର ନାମ ହେଲା ମନ୍ଦାର, ସିନ୍ଦୁର, ଚୁଡ଼ି। ଏଇଭଳି। ତାପରେ ଗ, ତୁମକୁ ରଙ୍ଗ ଦେବାକୁ ଭଲ ଲାଗେ କି? ହଁ ନା କାହିଁକି? ହଁ କିମ୍ବା ନାହିଁ କିମ୍ବା କାହିଁକି ଭଲ ଲାଗେ କିମ୍ବା ଖରାପ ଲାଗେ ତମେ କହିବ। ଆମକୁ ରଙ୍ଗ ଦେବାକୁ ଭଲ ଲାଗେ କାରଣ ରଙ୍ଗରେ ବିଭିନ୍ନ ଚିତ୍ର କଲେ ଆମକୁ ଖୁସି ଲାଗେ। ତେଣୁ ଆମେ ରଙ୍ଗ ଦେଉ। ଘ ନମ୍ବର, ଯଦି ପଲ୍ଲବୀ ଓ ପ୍ଲାବନ ରଙ୍ଗ ପାଇ ନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଆଲୋଚନା କରି କୁହ। ଯଦି ପଲ୍ଲବୀ ଓ ପ୍ଲାବନ ରଙ୍ଗ ପାଇ ପାରିନଥାନ୍ତେ ତାହେଲେ ସେମାନଙ୍କର ମନ ଦୁଃଖ ହୋଇଥାନ୍ତା। କାରଣ ସେମାନେ ଇଚ୍ଛା କରିଥିଲେ ରଙ୍ଗ ଆଣି ଝୋଟି ପକାଇବେ, କିନ୍ତୁ ରଙ୍ଗ ନ ମିଳିଥିଲେ ସେମାନଙ୍କ ମନ ଭାରି କଷ୍ଟ ହୁଅନ୍ତା। ତାପରେ 2 ନମ୍ବର ପିଲାମାନେ, ଦେଖ ଓ ଲେଖ। ଦେଖ ଲେଖ ଲେଖାଯାଇଛି। ଏଠି କ ଳ ଫଳା କ୍ଳ ଲେଖାଯାଇଛି। ଏଠି ଆମେ କ ଳ ଫଳା କ୍ଳ ଲେଖିବା। ଏଇ ଗାର ମଧ୍ୟରେ 4ଟି ଗାର ଅଛି। ଏଠି ଆମେ ଲେଖିବା କ ଳ ଫଳା କ୍ଳ। ଦେଖ ଏମିତି ସୁନ୍ଦର ଭାବରେ କ ଳ ଫଳା 3ଟି ଗାର ଅଛି ନାଇଁ କି? ସେଇ 3ଟି ଗାର ମଧ୍ୟରେ କ ଳ ଫଳା କ୍ଳ ଲେଖିବା। ଦେଖ ଏଠି ଏମିତି ଦେଖ ଲେଖ। ଲେଖିପାରିବ ନା? ସୁନ୍ଦର ଭାବରେ ଲେଖିବ। ନଚେତ୍ ତମର ଅକ୍ଷର ସୁନ୍ଦର ନହେଲେ ଘରେ କିମ୍ବା ଗୁରୁଜୀ ଗୁରୁମା ଗାଳି ଦେବେ। ଅକ୍ଷର ସୁନ୍ଦର ନହେଲେ ମାର୍କ ମଧ୍ୟ ଭଲ ଆସିବନି। ପରୀକ୍ଷାରେ ଖୁସି ହେବେନି କେହି। ତେଣୁ ଚେଷ୍ଟା କରିବା ଭଲ ଅକ୍ଷର କରିବା ପାଇଁ। ଲ ଲ ଲ ଫଳା ଲ। ଦେଖ ପିଲାମାନେ କେମିତି ଲେଖାଯାଉଛି। ଏମିତି ଲେଖିବ। ହେଲା ନା ପିଲାମାନେ? ବାଃ ସୁନ୍ଦର ହେଲା ନାଇଁ କି? ହଉ ଦେଖ ଲ ଲ ଫଳା ଲ। ଏମିତି ଲେଖିପାରିବେ ନା? ହଉ। 3 ନମ୍ବର, ଚିତ୍ର ଦେଖି ତାର ନାମ ଓ ରଙ୍ଗ ଲେଖ। ଦେଖ ପିଲାମାନେ ଏଠି କାହାର ଛବି ଦେଖୁଛ? ଏଇ ଛବିରେ ତମେ ପ୍ରଥମରେ ଅକ୍ଷର ଶିଖୁଛ ନା? ଏଥିରେ ତମେ ଅ ଆ ଶିଖିଛ ନାଇଁ କି? ଦେଖ ଏଇଠି ଆମେ ଅ ଆ ଶିଖିଛେ। ଯେଉଁଥିରେ ଅ ଆ ଲେଖିଛେ
ଅକ୍ଷର ଶିଖିଛି ତାକୁ କ'ଣ କୁହାଯାଏ? ଏଇଟା ହେଉଛି ଆର ନାମ ହେଉଛି ପଟା ବା ସ୍ଲେଟ୍। କ'ଣ? ସ୍ଲେଟ୍। ଏହାର ରଙ୍ଗ କ'ଣ? ଦେଖ, ଏହାର ରଙ୍ଗ କଳା। ଏଥିରେ ଆମେ ଖଡ଼ିରେ ଲେଖୁ, ନାଇଁ କି? ଅକ୍ଷର ତମେ ଶିଖିଛ। ତାପରେ ଏଠି ଦେଖୁଛ 2 ନମ୍ବରରେ କ'ଣ ଅଛି? 2 ନମ୍ବର ହେଉଛି ଫୁଲ। ଏଇଟା ଗୋଟେ ଫୁଲ। କ'ଣ ଏଇଟା? ଫୁଲ। କି ଫୁଲ? ମଲ୍ଲି ଫୁଲ। ମଲ୍ଲି ଫୁଲର ଚିତ୍ର। ତେଣୁ ଏଠି ଆମେ ଲେଖିବା ମଲ୍ଲି, ମଲ୍ଲି ବୋଲି ଲେଖିବା। ତାପରେ ଦେଖ ପିଲାମାନେ, ଏଇଠି କ'ଣ କାହାର ଛବି ଦେଖୁଛ? ଏଇଟା ଛବି ପତ୍ର। ତେଣୁ ଏଠି ଆମେ ଲେଖିବା ପତ୍ର, ପତ୍ର। ତା ରଙ୍ଗ କ'ଣ? ସବୁଜ। ପତ୍ର ରଙ୍ଗ ସବୁଜ। ତାପରେ ଦେଖୁଛ କ'ଣ ପିଲାମାନେ ଦେଖୁଛ କ'ଣ? ଭାଲୁର ଚିତ୍ର। ଭାଲୁର ଚିତ୍ର ଦେଖୁଛ। ଭାଲୁ ରଙ୍ଗ କ'ଣ? ଭାଲୁର ରଙ୍ଗ କଳା, କିନ୍ତୁ ଏହି ଛବିରେ ବାଦାମୀ ରଙ୍ଗର ଭାଲୁ ଦେଖୁଛେ, ହେଲା। ତାପରେ ଦେଖ, ପଢ଼ ଓ ଲେଖ। ଏଠି ଆମେ ପଢ଼ିବା ଲେଖିବା। ଏଇ ଘରରେ ଏଇ ଜାଗା ଛାଡ଼ି ଦିଆଯାଇଛି, ସେଇ ଜାଗାରେ ଆମେ ଲେଖିବା। ପଢ଼ ଓ ଲେଖ। ଦେଖ ପିଲାମାନେ, ପହ୍ଲାଦ ଆହ୍ଲାଦ ଦୁଇ ସଂଘାତ। ଏଠି ଆମେ ଲେଖିବା ପହ୍ଲାଦ ଆହ୍ଲାଦ ଦୁଇ ସଂଘାତ। ପଲ୍ଲବୀ ସହିତ ଗାଇଲେ ଗୀତ। ଏଠି ଆମେ ଲେଖିବା ପଲ୍ଲବୀ ସହିତ ଗାଇଲେ ଗୀତ। ପଲ୍ଲବୀ ସହିତ ଗାଇଲେ ଗୀତ, ଗାଇଲେ ଗୀତ, ହେଲା। ଏଇଭଳି ଆମେ ଲେଖିବା। ଉଲ୍ଲାସ ସେଠାରେ ମିଶିଲା ଆସି। ଏଠି ଲେଖିବା ଉଲ୍ଲାସ ସେଠାରେ ମିଶିଲା ଆସି। ପଲ୍ଲୀବାସୀ ଦେଖି ହୋଇଲେ ଖୁସି। ଏଠି ଆମେ ଲେଖିବା। ତାପରେ ଆଗକୁ ଯିବା। ଅକ୍ଷରକୁ ଅକ୍ଷର ଗାର ଟାଣି ଶବ୍ଦ ଗଢ଼। ବାକ୍ସ ଭିତରେ ଶବ୍ଦ ଗୁଡ଼ିକୁ ଲେଖ। ଯେପରି ଦେଇଛି କ୍ଲେଶ, ସେଇଭଳି ତମେ ଲେଖିବ। ଉଲ୍ଲାସ। ଦେଖ, ଉଲ୍ଲାସ ଯୋଡ଼ି ଆମେ ଲେଖିବା। ଏଠି ଉଲ୍ଲାସ, ଉଲ୍ଲାସ। ଯାହା ଯାହା ହେବ ଅକ୍ଷର ଆମେ ଏଠି ଲେଖିଦେବା। ତାପରେ ପଲ୍ଲବୀ, ପଲ୍ଲବୀ ଅଛି, ପଲ୍ଲବୀ ଲେଖିଦେବା। ପଲ୍ଲବୀ, ପଲ୍ଲବୀ। ମଲ୍ଲି, ମ ଅଛି, ଲି ଅଛି, ଆମେ ଲେଖିଦେବା ଯୋଡ଼ିକିରି ମଲ୍ଲି, ମଲ୍ଲି, ମଲ୍ଲି। ତାପରେ ଶ୍ଳୋକ, ଶ୍ଳୋକ ଅଛି, ଶ୍ଳୋକ ଲେଖିଦେବା। ଶ୍ଳୋକ, ଶ୍ଳୋକ ଲେଖିବା। ଶ୍ଳୋକ, ଶ୍ଳୋକ, ହେଲା। ପିଲାମାନେ ଶ୍ଳୋକ ମଧ୍ୟ ଆମେ ଲେଖିଦେବା। ତାପରେ ଗେହ୍ଲା, 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 ଗେହ୍ଲା ବୋଲି ଲେଖିଦେବା। ପ୍ରହ୍ଲାଦ, ପ୍ରହ୍ଲାଦ ବୋଲି ଲେଖିଦେବା। ପ୍ରହ୍ଲାଦ, ପ୍ରହ୍ଲାଦ ଲେଖିବା। ପ୍ରହ୍ଲାଦ ଅଛି, ଯୋଡ଼ିକି ଲେଖିବା। ଆହ୍ଲାଦ, ଆହ୍ଲାଦ ଲେଖିପାରିବା। ଏଇଭଳି ଯାହା ଯାହା ହେବ ତୁମେ ଲେଖିବା ପାଇଁ ଚେଷ୍ଟା କରିବ। ଏଠି 6 ନମ୍ବର ଅଛି ପଢ଼ ଓ ଲେଖ। ମଲ୍ଲ, ପଢ଼ିଲେ, ତାପରେ ଲେଖିବା ମଲ୍ଲ। ପଲ୍ଲୀ, ପଲ୍ଲୀ, ପଲ୍ଲୀ। ଦିଲ୍ଲୀ, ଲେଖିବା ଦିଲ୍ଲୀ। ଶୁକ୍ଳ, ଶୁକ୍ଳ। ତାପରେ କ୍ଳାନ୍ତ, କ୍ଳାନ୍ତ। ଅମ୍ଳ, ଅମ୍ଳ। କ୍ଲେଶ, କ୍ଲେଶ। ଆହ୍ଲାଦ, ଆହ୍ଲାଦ, ଆହ୍ଲାଦ। ପ୍ରହ୍ଲାଦ, ପ୍ରହ୍ଲାଦ। ଏଇଭଳି ଆମେ ଖାତାରେ ଲେଖିବା। ତାପରେ ଦେଖ ପିଲାମାନେ, ପାଠଟିକୁ ପଢ଼ି ଉତ୍ତର ଲେଖ। ପାଠଟିକୁ ଆମେ ପଢ଼ିବା, ଉତ୍ତର ଲେଖିବା। 2 ଭାଇ ଭଉଣୀଙ୍କ ନାମ କ'ଣ? ଆମେ ପଢ଼ିଲେ 2 ଭାଇ ଭଉଣୀଙ୍କ ନାମ ହେଉଛି ପଲ୍ଲବୀ ଓ ପ୍ଲାବନ। କ'ଣ? ପଲ୍ଲବୀ ଓ ପ୍ଲାବନ 2 ଭାଇ ଭଉଣୀଙ୍କ ନାମ ଲେଖିବା। ଦୋକାନରେ କିଏ ଧଳା ଓ ବାଇଗଣ ରଙ୍ଗ ଅଛି ବୋଲି କହିଲା? କିଏ କହିଲା? ପ୍ଲାବନ ଦେଖିଲା।
ପ୍ଲାବନ ଦେଖିଲା। କିଏ ଦେଖିଲା? ଦୋକାନରେ କିଏ ଧଳା ଓ ବାଇଗଣ ରଙ୍ଗ ଅଛି ବୋଲି ଦେଖିଲା? ପ୍ଲାବନ ଦେଖିଲା। ଭାଇ ଭଉଣୀ ବଜାର ରଙ୍ଗ ଆଣି କ'ଣ କଲେ? ଭାଇ ଭଉଣୀ ବଜାରରୁ ରଙ୍ଗ ଆଣି ବିଭିନ୍ନ ଚିତ୍ର ଆଙ୍କି ରଙ୍ଗ ଦେଲେ। ଘ ନମ୍ବର, ତୁମକୁ ଯଦି ରଙ୍ଗ ମିଳିବ ତେବେ ତୁମେ କ'ଣ କରିବ? ଆମକୁ ଯଦି ରଙ୍ଗ ମିଳିବ ଆମେ ବିଭିନ୍ନ ଚିତ୍ର ଆଙ୍କି ସେଥିରେ ରଙ୍ଗ ଦେବୁ। ବର୍ତ୍ତମାନ 8 ନମ୍ବର ଦେଖ, ଚିତ୍ରରେ ରଙ୍ଗ ଦିଅ। ଚିତ୍ରରେ ରଙ୍ଗ ଦେବ କେମିତି? ଏଠି ବିଭିନ୍ନ ପ୍ରକାର ରଙ୍ଗ ରହିଛି, ତେଣୁ ସେହି ରଙ୍ଗକୁ ଆମେ ବିଭିନ୍ନ ପ୍ରକାର ରଙ୍ଗ ଦେବା ପାଇଁ ଚେଷ୍ଟା କରିବା। ଦେଖ ପିଲାମାନେ, ବିଭିନ୍ନ ରଙ୍ଗ ରହିଛି, ଆମେ ଗୋଟିଏ ଜାଗାରେ ରଙ୍ଗ ଦେଇଦେବା, ସବୁଜ ବର୍ଣ୍ଣ ଦେଇଦେବା। ଏଭଳି ସବୁଜ ରଙ୍ଗ ଏଟାକୁ କରିଦେବା, ହେଲା ନା? ତାପରେ ଆଉ ଗୋଟେ ରଙ୍ଗ ଦେବା, ଲାଲ ରଙ୍ଗ ଗୋଟେ ଦେଇଦେବା। ଲାଲ ରଙ୍ଗ, ସବୁଜ, ତାପରେ ଲାଲ। ଆଉ ଗୋଟେ ଧଳା କରିଦେବା, ଧଳା ରଙ୍ଗ। ଆଉ ଗୋଟେ ବାଇଗଣ କଲର ଦେଇଦେବା, ବାଇଗଣ କଲର। ଦେଖ ଏଇ ଗୋଟେ କଲର ଦେଇଦେବା। ରଙ୍ଗ ଦେଲେ ତାପରେ ଆଉ ଏକ ରଙ୍ଗ ଦେଇଦେବା, ଏ ନୀଳଟା ଦେଇଦେବା। ଦେଖିଲ ପିଲା, ଭଳିକି ଭଳି କଲର ହେଇଗଲା। ଭଳିକି ଭଳି କଲର ଏଠି ବିକିବାର ଚିତ୍ର ଆମେ ଦେଖିଲେ। ଦୋକାନୀ ବାଲା ବିଭିନ୍ନ ରଙ୍ଗ ଧରି ବସିଛନ୍ତି, ତେଣୁ ଆମେ এই ବିଭିନ୍ନ ପ୍ରକାର ରଙ୍ଗକୁ ଦେଲେ ଆମ ନିଜ ଇଚ୍ଛାରେ ସେଇ ରଙ୍ଗକୁ ଆମେ ଆଣିପାରିବା ନା ନାହିଁ? ଦେଖ ବର୍ତ୍ତମାନ କେତେ ସୁନ୍ଦର ଦେଖାଯାଉଛି। ତୁମେ ମଧ୍ୟ ରଙ୍ଗ ଦେଇପାରିବ। ତାପରେ 9 ନମ୍ବର, ଆସ ପଢ଼ିବା। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଚାଟି ଖାଇଦେବ ମାଉଁସ ସବୁ। କାହାରିକୁ କ୍ଳେଶ ନ ଦିଅ କେବେ, ସଂସାରେ ପ୍ରଶଂସା ଲଭିବ ତେବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତାହା ସହିତ। ଦେଖ ପିଲାମାନେ, ଏମିତି ଆମେ ସୁନ୍ଦର ସ୍ୱରରେ ଗୀତ ଗାଇପାରିବା। ଶୁଣ ଓ ଲେଖ। ଶିକ୍ଷକ ଲ ଫଳା ଯୁକ୍ତା ଶବ୍ଦ ପିଲାଙ୍କୁ ଡାକିବେ। ତୁମର ଗୁରୁଜୀ ଗୁରୁମା ଳ ଫଳାର ପଦ ଡାକିବେ, ଲ ଫଳାର ପଦ ଡାକିବେ, ତାହା ତୁମେ ଖାତାରେ ଲେଖିବ। ଳ ଫଳା, ଶୁକ୍ଳ, ଅମ୍ଳ। ଏଇଭଳି ଲ ଫଳା, ମଲ୍ଲ, ମଲ୍ଲି, ପଲ୍ଲବ। ଆଜି ଆମେ ଏହି କବିତା ମାଧ୍ୟମରେ ଳ ଫଳା ଏବଂ ଲ ଫଳା ଯୁକ୍ତାକ୍ଷରକୁ ଆମେ ଶିଖିଲେ। ଏହି କବିତାଟିକୁ ପଢ଼ିଲେ। ଆଶା କରୁଛି ତୁମମାନଙ୍କୁ ଏହି କବିତାଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିଦେବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ସେଇମାନଙ୍କୁ ମୋର ଅନୁରୋଧ, ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ। ଅନ୍ କରିଦେଲେ ମୁଁ ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବ। ତେଣୁ ଆଶା କରୁଛି ପରବର୍ତ୍ତୀ କାଳାଂଶରେ ମୁଁ ନିଶ୍ଚିତ ଭାବେ ତୁମମାନଙ୍କୁ ସାହାଯ୍ୟ ସହଯୋଗ କରିପାରିବି ଏବଂ ନୂଆ ଅଧ୍ୟାୟ ନେଇ ପୁଣି ଦେଖାହେବ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ ଏବଂ ଆମର ଏହି ଭିଡ଼ିଓଟି ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି। ଜୟ ଜଗନ୍ନାଥ।